ଏହି କାରଣରୁ ବୃଦ୍ଧାବସ୍ଥା ଶୀଘ୍ର ଆସେ। ଚିନିର ଅତ୍ୟଧିକ ବ୍ୟବହାର। ଆପଣ ଯାହା ଖାଆନ୍ତି ଏହାର ପ୍ରଭାବ ଆପଣଙ୍କ ଚର୍ମରେ ଦୃଶ୍ୟମାନ ହୁଏ। ଅତ୍ୟଧିକ ଚିନି କିମ୍ବା ମିଠାର ସେବନ ଆପଣଙ୍କ ଚର୍ମର ପାର୍ଥକ୍ୟ ଶୀଘ୍ର ସୃଷ୍ଟି କରିପାରେ, ଯାହା ଆପଣଙ୍କ ତ୍ୱଚାକୁ ଦୁର୍ବଳ କରିପାରେ। ଗୁଡ଼ ଖାଇବାର ଅଭ୍ୟାସ କର। ଏହା ଖାଦ୍ୟକୁ ସହଜରେ ହଜମ କରିବାରେ ସାହାଯ୍ୟ କରେ। ଖାଦ୍ୟ ଖାଇବା ସମୟରେ କୌଣସି ପ୍ରକାରର ଚିନ୍ତା, ଦୁଃଖ, କ୍ରୋଧ ଇତ୍ୟାଦି କରିବା ଉଚିତ ନୁହେଁ। ମଦ୍ୟପାନ ଏବଂ ଧୂମ୍ରପାନ। ଆମ ମଧ୍ୟରୁ ଅଧିକାଂଶ ଜାଣନ୍ତି ନାହିଁ ଯେ ଯେତେବେଳେ ଆପଣ କ୍ରମାଗତ ଭାବରେ ମଦ୍ୟପାନ କରନ୍ତି ଏବଂ ଧୂମ୍ରପାନ କରନ୍ତି, ଏହାର ପ୍ରତ୍ୟକ୍ଷ ପ୍ରଭାବ ଆପଣଙ୍କ ଚର୍ମରେ ମଧ୍ୟ ଦେଖାଯାଏ। ଦିନରେ ଶୋଇବା ଏବଂ ରାତିରେ ଚାହିଁବା। ଦିନରେ ଶୋଇବା ଏବଂ ରାତିରେ ଚାହିଁବା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇବା ସହ ବ୍ୟକ୍ତି ମଧ୍ୟ ବୟସ୍କର ଶିକାର ହୋଇଥାଏ। ଡେରିରେ ଶୋଇବା, ସକାଳୁ ଶୀଘ୍ର ନ ଉଠିବା ମଧ୍ୟ ବୃଦ୍ଧା ଅବସ୍ଥା ଶୀଘ୍ର ଆସିବାର ଏକ କାରଣ ଅଟେ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ। ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇବା, ବାହାରର ଖାଦ୍ୟ, ମଇଦାଯୁକ୍ତ ଖାଦ୍ୟ ମଧ୍ୟ ବୃଦ୍ଧା ଅବସ୍ଥାକୁ ଶୀଘ୍ର ନିମନ୍ତ୍ରଣ କରିଥାଏ। ଚିନ୍ତା ବା ଷ୍ଟ୍ରେସ୍। ଅତ୍ୟଧିକ ଚିନ୍ତା ଶରୀର ଉପରେ ବହୁତ ପ୍ରଭାବ ପକାଇବା ସହ ପ୍ରିମେଚର ଏଜିଂ ମଧ୍ୟ ଆଣିଥାଏ। ଦର୍ଶକ ବନ୍ଧୁ, ଆମ ଭିଡ଼ିଓ ଯଦି ଆପଣଙ୍କୁ କିଛି ହେଲ୍ପଫୁଲ୍ ଲାଗୁଥାଏ ଆମ ଭିଡ଼ିଓକୁ ନିଶ୍ଚିତ ଲାଇକ୍ କରିବେ, ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ଜୟ ଜଗନ୍ନାଥ।